ସବୁବେଳେ ଚିନ୍ତା କରିବା ପରକ୍ରିୟା ପ୍ରୀତିଟା ହେଉଛି କ'ଣ ପାଇଁ। ଆପଣ ରୁଟ୍କୁ ସବୁବେଳେ ଯାଆନ୍ତୁ। ପରକ୍ରିୟା ପ୍ରୀତି ମନେକର ଗୋଟେ ପୁରୁଷଟେ ଯାଉଛି ଗୋଟେ ପରକ୍ରିୟା ପ୍ରୀତି କରିବା ପାଇଁ, କାହା ପାଖକୁ ଯାଉଛି? ଗୋଟେ ମହିଳା ପାଖକୁ ତ ଯାଉଛି। ତା ସ୍ତ୍ରୀ କ'ଣ ମହିଳାଟା ନା ପୁରୁଷ? ହଁ ବାବୁ, ସେଠି ସେ ଛାଡ଼ିକି ଆଉ ଜାଗାକୁ କାହିଁକି ଯାଉଛି? ସବୁବେଳେ ଚିନ୍ତା ସେଇଟା ମଧ୍ୟ କରିବା ଦରକାର। ଗୋଟେ ମଣିଷ ସବୁବେଳେ ଚାହେଁ ଯେ ମୋ ମାଇଣ୍ଡଟା ଟିକେ କୁଲ୍ ରହିବା ଦରକାର, ମୋତେ ଟିକେ ସ୍ନେହ ଦରକାର, ମୋତେ ଟିକେ ଆଫେକ୍ସନ୍ ଦରକାର। ଗୋଟେ ସ୍ତ୍ରୀ ଲୋକ ଆପଣ ଯେତେବେଳେ ମ୍ୟାରେଜ୍ ହେଉଛି, ମ୍ୟାରେଜ୍ ସମୟରେ କ'ଣ ହେଉଛି? ମ୍ୟାରେଜ୍ ଆଗରୁ କ'ଣ ହେଉଥିଲା ନା ପରିବାର ଭିତରେ ମ୍ୟାରେଜ୍ ହେଉଥିଲା। ଏବେ ଆଉ ପରିବାର ଭିତରେ ମ୍ୟାରେଜ୍ ହେଉନି। ଏବେ ଗୋଟିଏ ଝିଅ ଗୋଟେ ପୁଅ ଭିତରେ ମ୍ୟାରେଜ୍ ହେଉଛି। ବାହାଘର ସରିବାର 4 ଦିନ ଯାଇକି 5 ଦିନ, ଆମର ଯେଉଁ କୌଳିକ ପ୍ରଥା ଅନୁସାରେ ଚତୁର୍ଥୀ ପରଦିନ ସ୍ତ୍ରୀଟି କହୁଛି ଭୁବନେଶ୍ୱର ବେଗି ଚାଲ, ନହେଲେ ତୁମେ ଯେଉଁଠି କାମ କରୁଛ ସେଇଠିକି ଚାଲ। ମୁଁ ଘରେ ଶାଶୁ ଶ୍ୱଶୁର ସହ ରହିପାରିବିନି, ଇଏ ନଣନ୍ଦ ଟେନସନ୍ ମୁଁ ନେଇପାରିବିନି, ସିଏ ମୁଁ ତାକୁ ରୋଷେଇ କରିକି ଏତେ ଲୋକଙ୍କୁ ଦେଇପାରିବିନି। ଏଇ ଯେଉଁ ଚିନ୍ତାଧାରା ସେମାନଙ୍କ ମନରେ, ଯେଉଁ ଏକାଙ୍ଗ ଚକ୍ରବର୍ତ୍ତୀ ଚିନ୍ତାଧାରା, ସେଇଟା ଗୋଟେ ପୁରୁଷକୁ କେଉଁଠି ନା କେଉଁଠି କଷ୍ଟ ଦେଉଛି। ଯେତେବେଳେ କଷ୍ଟ ଦେଉଛି ସେ ବାଧ୍ୟ ହେଉଛି, ସେ ଯେଉଁ ଅଣନିଶ୍ୱାସୀ ହେଇପଡ଼ୁଛି ସେ ଘର ଭିତରେ। ଦିନ ସାରା ଖଟି ଖଟି ଆସୁଥିବ ଘରକୁ, ଦିନ ସାରା ଆପଣ ଜାଣିଛନ୍ତି ଗୋଟେ ପୁରୁଷଟେ ଦିନ ଯାକ ମାନେ ପରିବାରର ବୋଝ ଉଠାଇବା ପାଇଁ ତାକୁ କେତେ ଯେ କଷ୍ଟ କରିବାକୁ ପଡ଼େ। ଇଲେକ୍ଟ୍ରିକ୍ ବିଲ୍ ଠାରୁ ଆରମ୍ଭ କରିକି ପାଣି ବିଲ୍ ପର୍ଯ୍ୟନ୍ତ, ଘର ଭଡ଼ାର ଘର ଓନରର ରଡ଼ି ଗର୍ଜନ ଆରମ୍ଭ କରି ସ୍କୁଲର ମ୍ୟାଡ଼ାମଙ୍କର ଟ୍ୟୁସନ୍ ଫିଠୁ ଆରମ୍ଭ କରି ସ୍କୁଲ ପିଲା ପର୍ଯ୍ୟନ୍ତ ପ୍ରତି ଜାଗାରେ ଗୋଟେ ପୁରୁଷକୁ କେତେ ମେହନତ କରିବାକୁ ପଡ଼େ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ। ଆପଣ ଜାଣିଛନ୍ତି, ମୁଁ ଜାଣିଛି, ଏବଂ ପବ୍ଲିକ୍ ମଧ୍ୟ ଜାଣୁଛନ୍ତି। କିନ୍ତୁ ଆମେ କ'ଣ କରୁଛେ? ଆମେ ଯେହେତୁ ଗୋଟେ ଭାବି ଦେଇଛେ ଗୋଟେ ମହିଳା ଅବଳା ଆଉ ଦୁର୍ବଳା, ମହିଳାଟି ସାଇଲେଣ୍ଟ ହେଇକି ଘରେ କେଉଁଭଳି ଭାବରେ ସ୍ୱାମୀକୁ କୁନ୍ଦୁଛି ସେଇଟାକୁ ଆପଣମାନେ କାହା ଆଖିକୁ ଦେଖାଯାଉନାହିଁ। ଗୋଟେ ପୁରୁଷଟେ କେମିତି ଘର ଭିତରେ କଇଁ କଇଁ ହେଇ କାନ୍ଦୁଛି, ଲୁଚେଇ ଲୁଚେଇ କାନ୍ଦୁଛି, କାହାକୁ କିଛି କହିପାରୁନି। ବାପା ନାହିଁ ତା ପାଖରେ, ତା ମା ନାହିଁ ତା ପାଖରେ, ତା ପରିବାର ତା ପାଖରେ ନାହିଁ। ତାର ଭଉଣୀଟି କେତେ କଷ୍ଟ କରିଥିଲା, ତାକୁ ଯେଉଁଟା ଖାଇବାକୁ ଦେଉଥିଲା ସେ ଚାକିରି କରିବା ପାଇଁ, ତା ପାଇଁ ମଧ୍ୟ ସେ ଟଙ୍କାଟେ ଖର୍ଚ୍ଚ କରିପାରୁନି। ସେ ଜିନିଷ ଆପଣଙ୍କୁ କାହାକୁ ଦେଖାଯାଉନି। ମୁଁ ଖାଲି କହିଦେଉଛି ବୋଲି ଲୋକମାନେ ମୋତେ ଶୋଚନ୍ତି ତୁ ଖାଲି ମହିଳା ବିରୋଧୀ। ମୁଁ ମହିଳା ବିରୋଧୀ ନୁହେଁ। ଆରେ ଶୁଣନ୍ତୁ, ଆପଣ ଯେଉଁଟା କୋଶ୍ଚିନ୍ କଲେ, ଆପଣ ନିଜକୁ ନିଜ ଆଗ ଥରେ ପଚାରନ୍ତୁ। ଆପଣ କହିଲେ କେବଳ ଷ୍ଟାର ଦମ୍ପତିଙ୍କର କଳି ଦାଣ୍ଡରେ ପଡ଼ି ହାଟରେ ଗଳୁଛି। ସେଇଟା ବାସ୍ତବ କଥା ନୁହେଁ। ଆପଣ ଭୁବନେଶ୍ୱର କୋର୍ଟକୁ ଥରେ ଯିବେ, କିମ୍ବା ଯେଉଁ ଟାଉନସିପ୍ ଭୁବନେଶ୍ୱର ହେଉ, ସମ୍ବଲପୁର ହେଉ, କଟକ ହେଉ, ଯେଉଁଟା ସବୁ ସିଟି ଯେଉଁ କୋର୍ଟ ଗୁଡ଼ାକୁ ଯିବେ, ଆପଣ ସେଠି ଗଲେ ଦେଖିପାରିବେ କେବଳ ଷ୍ଟାର ଦମ୍ପତିଙ୍କ କଳି ଦାଣ୍ଡରେ ପଡ଼ି ହାଟରେ ଗଳୁଛି, ନା ପଇସା ବାଲା ଲୋକଙ୍କର କଳିଟା ଦାଣ୍ଡରେ ପଡ଼ି ହାଟରେ ଗଳୁଛି। ସେଇଟାକୁ ଥରେ ଦେଖିବେ। କାହିଁକି? ଆପଣ ଦେଖିଛନ୍ତି କୌଣସି ଯେଉଁ ରିକ୍ସା ପୁଲର ହେଉ କିମ୍ବା ଡେଲି ଲଭର ହେଉ, ତାଙ୍କ ସ୍ତ୍ରୀ ଯାଇକି କୋର୍ଟ କଚେରୀରେ ଯାଇକି ହୋହାଲା କରୁଛି କିମ୍ବା ସୋସିଆଲ ମିଡ଼ିଆରେ ହୋହାଲା କରୁଛି? ଯେଉଁମାନେ ସବୁ ସ୍ତ୍ରୀ ଲୋକମାନଙ୍କୁ ଅଧିକା କମ୍ଫର୍ଟ ଜୋନ୍ରେ ରଖିଛନ୍ତି, ଯେଉଁମାନେ ପଇସା ବାଲା ହେଇଯାଉଛନ୍ତି, ଗୋଟେ ସ୍ତ୍ରୀ ଲୋକ ଯେତେବେଳେ ଅତ୍ୟଧିକ କମ୍ଫର୍ଟ ଜୋନ୍କୁ ପଳାଏ, ସେତେବେଳେ ତାର ଏଇଗୁଡ଼ାକ ସବୁ ତା ମୁଣ୍ଡରେ ପଶେ ଏବଂ ସିଏ ଆରମ୍ଭ କରେ ଝଗଡ଼ା କରିବା। କାହିଁକି କହିଲେ? କାହିଁକିନା ସେ ଇଣ୍ଡିପେଣ୍ଡେଣ୍ଟ ହେବାକୁ ଟ୍ରାଏ କରେ। ଇଣ୍ଡିପେଣ୍ଡେଣ୍ଟ ହେଲେ କ'ଣ ହେବ? ଆମର ଆଇନ ଅନୁସାରେ 125ଟି ସେ ଫାଇଲ୍ କରିବେ। 125 ଫାଇଲ୍ କଲା ମାନେ ସାଙ୍ଗେ ସାଙ୍ଗେ ଗୋଟେ ମେଣ୍ଟେନାନ୍ସ, ତାଙ୍କୁ ମାସକୁ ମାସ ମେଣ୍ଟେନାନ୍ସଟା ଆସିବ। ଆଚ୍ଛା, ରିକ୍ସା ପୁଲର କେତେ ଟଙ୍କା ମେଣ୍ଟେନାନ୍ସ ଆସିବ? ତାର ତ ଅଧିକା ପଇସା ସେ ତା ସ୍ୱାମୀ ପାଖରେ ପାଉଛି ଏବଂ ବହୁତ ଖୁସିରେ ମଧ୍ୟ ତା ପରିବାର ଭିତରେ ଅଛି। ଆମର ଜେନେରାଲ ସେନ୍ସରେ ଗୋଟେ କଥା କୁହାଯାଏ ଯେ ସ୍ୱାମୀ ସ୍ତ୍ରୀଙ୍କର ଝଗଡ଼ା ସକାଳ ପାଇଲେ ଖେଳ ଶେଷ, ଏଇଟା କୁହାଯାଏ ନା ନାହିଁ? ତେଣୁ ଏଠି ଯେଉଁ ଷ୍ଟାର ଦମ୍ପତି କଥା ଆପଣମାନେ କହୁଛନ୍ତି, ଷ୍ଟାର ଦମ୍ପତି କେବଳ ନୁହେଁ, ବର୍ତ୍ତମାନ ଆପଣ ଯଦି ଦେଖିବେ ସମାଜରେ ବହୁତ ଏଇଭଳି ଘଟଣା ଘଟୁଛି। କିନ୍ତୁ ଯେଉଁଠି କଥାଟା ଯେମିତି ବେଲୁନ୍ ଭିତରେ ଏୟାରଟା ପଶିଲେ ବେଲୁନ୍ଟା କ'ଣ ହେଉଛି, ଯେତେବେଳେ ମାନେ ମାକ୍ସିମମ୍ ଟୁ ମାକ୍ସିମମ୍ ବେଲୁନ୍ଟା ପର୍ଯ୍ୟନ୍ତ ସେ ସମ୍ଭାଳିକି ମାନେ ରହିବ। ଯେତେବେଳେ ବେଲୁନ୍ଟାରେ ଅତ୍ୟଧିକ ପବନ ହେବ, ସେ କ'ଣ ହେବ? ଫାଟିଯିବ। ଆପଣ ସରକାର ଯାଇକରି ସେ ଯେଉଁ ନାଳବନ୍ଧ ଗୁଡ଼ାକ ସବୁ ବନ୍ଧ ପକାଉଛନ୍ତି, ଯେଉଁଠି ବନ୍ୟା ବାତ୍ୟା ଆସିଲାଣି, ଯେତେବେଳେ ନଦୀଟା ବହୁତ ଜୋରେ ଫୁଲୁଛି, ସରକାର ତାକୁ ସମ୍ଭାଳି ପାରୁଛନ୍ତି ନା? ଲୋକ ତାକୁ ସମ୍ଭାଳି ପାରୁଛନ୍ତି ନା? ବାଲିବସ୍ତା ସମ୍ଭାଳି ପାରୁଛି? କେହି ସମ୍ଭାଳି ପାରିବେନି, ବନ୍ଧ ଭାଙ୍ଗିଯିବ। ଏକ୍ଜାକ୍ଟଲି ସେଇଭଳିଆ ଘଟଣା ବର୍ତ୍ତମାନ ପରିବାର ଗୁଡ଼ିକରେ ଘଟୁଛି। ଯେତେବେଳେ ପର୍ଯ୍ୟନ୍ତ ପୁରୁଷଟିଏ ସମ୍ଭାଳିବାକୁ ଚେଷ୍ଟା କରୁଛି, କାହିଁକି? ଆପଣମାନେ ଥରେ ବର୍ତ୍ତମାନ ଦେଖନ୍ତୁ ମାର୍କେଟ ବିଲ୍ଡିଂ, ଆଜି ଯିବେ କ୍ୟାମେରାକୁ ଧରିକି ମାର୍କେଟ ବିଲ୍ଡିଂ ଯିବେ, କ'ଣ ଦେଖିବେ? ପୁରୁଷମାନେ ସମସ୍ତେ ନିଜର ଇଜ୍ଜତକୁ ଜଗି ଫୁଲ୍ ସାର୍ଟ, ଫୁଲ୍ ପ୍ୟାଣ୍ଟ, ଦରକାର ପଡ଼ିଲେ ଜ୍ୟାକେଟ, ସେ କ'ଣ ପିନ୍ଧିକି ବୁଲୁଛନ୍ତି। କିନ୍ତୁ ଡାହା ଯେଉଁ ଥୁରୁ ଶୀତରେ ଆପଣ ଦେଖିବେ ହାଫ୍ ପ୍ୟାଣ୍ଟ ପିନ୍ଧିକି ପୁଅ ବୁଲୁଛନ୍ତି ନା ଝିଅ ବୁଲୁଛନ୍ତି? ଟିକେ ଦେଖିକି ଆସିକି ମୋତେ କହିବେ। ଝିଅମାନେ ବୁଲୁଛନ୍ତି। ତାର ବର୍ତ୍ତମାନ ସବୁ ଜିନିଷଟା ଓଲଟା ହେଇଯାଇଛି। ବର୍ତ୍ତମାନ ଗୋଟେ ପୁରୁଷଟେ ସବୁବେଳେ ଚେଷ୍ଟା କରୁଛି, ଯେ ତା ସ୍ତ୍ରୀ ତାକୁ ଟର୍ଚର କରୁଛି, ସେ ସବୁବେଳେ ଗୋଟେ ଜିନିଷ ଚେଷ୍ଟା କରୁଛି ଯେ କୌଣସି ପ୍ରକାର କଥାଟା କେମିତି ଲୋକଲୋଚନକୁ ନ ଯାଉ, ମୋତେ ଲୋକଲଜ୍ଜା ଲାଗିବ, ମୋ ପରିବାରର ଗୋଟେ ସମ୍ମାନ ଅଛି, ମୋତେ 5ଟା ଲୋକ ଜାଣିଛନ୍ତି, ମୋର ସମ୍ମାନ ଅଛି। କିନ୍ତୁ
ମାନେ ବର୍ତ୍ତମାନ ସମାଜରେ ଏଭଳି ପୋଜିସନରେ ଆସିକି ପହଞ୍ଚିଲାଣି ସ୍ତ୍ରୀ ଲୋକମାନେ ଯେଉଁ ଆଇନ ଗୁଡ଼ିକ ସେମାନେ ଜାଣିଗଲେ ତାଙ୍କ ପାଇଁ ସବୁ ପ୍ରକାର ଲର ବ୍ୟବସ୍ଥା ମିଡ଼ିଆ ତାଙ୍କର ପାଇଁ ପଲିଟିକାଲ ପିପୁଲ ମାନେ ତାଙ୍କରି ପାଇଁ ଆପଣ କମନ ମ୍ୟାନ୍ ତାଙ୍କରି ପାଇଁ ଆପଣ ଥରେ ଚିନ୍ତା କରିକି ଦେଖନ୍ତୁ। ସାର୍ ଏଇଠି ଆମର ବର୍ଷା ଯିଏ ବର୍ଷା ଅଛନ୍ତି ସିଏ 1.5 ବର୍ଷ ହେଲା ଏଇ ଜିନିଷକୁ ଚାପିକି ରଖିବା ପାଇଁ ଚାହୁଁଥିଲେ, ଯେତେବେଳେ ଜାଣିଲେ କି ତାଙ୍କୁ ଡିଭୋର୍ସ ନ ଦେଇକି ଗୁଲୁଆ ଆଉ ଜଣଙ୍କ ସହିତ ବିବାହ କରିବାକୁ ଚାହୁଁଛନ୍ତି ତେବେ ସିଏ ମୁହ କରୁଛନ୍ତି। ସେ ୟାକୁ ଯଦି ଆମେ ଦେଖିବା ତାହେଲେ ଗୋଟେ ନାରୀଟି ସାର୍ କେତେ ଦିନ ଚୁପ୍ ବସିବ? ଆପଣ ଥରେ ନିଜ କୋଶ୍ଚିନ୍ଟାକୁ ଥରେ ଭାବନ୍ତୁ ଆପଣ ତାଙ୍କ ଗୁଲୁଆ ତାଙ୍କ ସ୍ୱାମୀ କି ନାହିଁ ସ୍ୱାମୀ ନୁହଁ ଆଜ୍ଞା ସ୍ୱାମୀ। ସ୍ୱାମୀ ତାଙ୍କ ଡାଇଭର୍ସ ହେଇନି ସେ ଆଉ ଗୋଟେ କେମିତି ବାହା ହେଇ ପଡ଼ିବ ଏଟା ମିଛ କହିବାର ଶୁଣନ୍ତୁ ଗୋଟେ ମିଛ ଆପଣ କୁହନ୍ତୁ ମିଛଟାକୁ ଟିକେ ବାଗେଇକିରି ଗୋଟେ ଠିକ୍ ସେ ଯେମିତି ମେଣ୍ଟେନ୍ କରିକି କହିବା ନିହାତି ଭାବରେ ଦରକାର। ଆଚ୍ଛା ଗୋଟେ ଲୋକ ଆପଣ ଗୋଟେ ପଟେ କହିଲେ ଯେ ତାଙ୍କର ଏକ୍ସଟ୍ରା ମ୍ୟାରିଟାଲ ଆଫେୟାର୍ସ ଅଛି। ଆଜ୍ଞା ଆଚ୍ଛା ଯେଉଁଟା ଆପଣଙ୍କ ପାଇଁ ଇନ୍ ଫ୍ୟୁଚରରେ ପ୍ରୋବ୍ଲେମ୍ ହେବ କାହିଁକି ପ୍ରୋବ୍ଲେମ୍ ହେବ ମୁଁ ଏଠି କହିଦେଉଛି ଆପଣଙ୍କୁ। ଆପଣ ଯଦି ଦେଖିବେ ଯଦି ଇଏ ଯାଇକି କେଉଁଠି ମିଡ଼ିଆ ଆଗରେ ଷ୍ଟେଟମେଣ୍ଟ ଦେଇ ସାରିଲେଣି ଯେ ତାଙ୍କର ଏକ୍ସଟ୍ରା ମ୍ୟାରିଟାଲ ଆଫେୟାର୍ସ ଅଛି ହୁଁ ଏବଂ ଦ୍ୱିତୀୟ ଜିନିଷକୁ ଯଦି ଆପଣ ଦେଖିବେ ଆପଣ ଯଦି ଲଟାକୁ ଦେଖିବେ ଲ ଅନୁସାରେ ଜୋସେଫ ସାଇନ୍ ଭର୍ସେସ୍ ୟୁନିୟନ୍ ଅଫ୍ ଇଣ୍ଡିଆ ଏଇ ଯେଉଁ ଜଜମେଣ୍ଟଟା 23 ସେପ୍ଟେମ୍ବର 2017 ଦିନ ଗୋଟେ ଲାର୍ଜର ବେଞ୍ଚ ଯେଉଁଟା 5 ଜଣିଆ ଖଣ୍ଡପୀଠ ଅନେବଲ୍ ସୁପ୍ରିମକୋର୍ଟରେ କହିଲେ ଯେ ଏକ୍ସଟ୍ରା ମ୍ୟାରିଟାଲ ଆଫେୟାର୍ସ ଅର୍ଥାତ୍ ପରକ୍ରିୟା ପ୍ରୀତି ଆଡଲ୍ଟ୍ରି ଆମେ ଯେଉଁଟା କହୁଛେ 497 ବୋଲି ଯେଉଁଟା ଆଇପିସିରେ କହୁଛେ ତାହା କୌଣସି ପ୍ରକାର ଦଣ୍ଡନୀୟ ଅପରାଧ ନୁହେଁ। କିନ୍ତୁ ଯଦି ଏଇଟା କୌଣସି ଜାଗାରେ ପ୍ରମାଣିତ ହେଇଗଲା ତାହେଲେ ଦ୍ୟାଟ୍ ଇଜ୍ ଏ କଜ୍ ଅଫ୍ ଡିଭୋର୍ସ ଅର୍ଥାତ୍ ଡାଇଭର୍ସ ପାଇବା ପାଇଁ ଏଇଟା ଗୋଟେ ସହଜ ବାଟ ଯଦି ଆପଣ କହିବେ। ଠିକ୍ ସେଇ ଯେଉଁ ଜିନିଷଟାକୁ ମୁଁ ଆପଣଙ୍କୁ କହି ରଖେ ଗୋଟେ ଲୋକ ଆମର ହିନ୍ଦୁ ମ୍ୟାରେଜ ଆଇନ ଅନୁସାରେ ଗୋଟେ ଲୋକର ଯେତେ ପର୍ଯ୍ୟନ୍ତ ଡାଇଭର୍ସ ହେଇନି ସିଏ ଆଉ ଗୋଟେ ମ୍ୟାରେଜ କରିପାରିବ ନାହିଁ। ତାହା ଦଣ୍ଡନୀୟ ଅପରାଧ 7 ବର୍ଷ ପର୍ଯ୍ୟନ୍ତ କନଭିକ୍ସନ ହେଇଯିବ ଯଦି ପ୍ରମାଣ ହେଇଗଲା। ସାର୍ ଆଉ ଏଇ ମ୍ୟାରେଜଟା କ'ଣ ପିଲା ଖେଳ ବୋଲି ସାର୍ ଭାବୁଛନ୍ତି? ଏଇ କେସରେ ତାହେଲେ ଗୁଲୁଆ ଚାହୁଁଥିଲେ ଡିଭୋର୍ସ କରିବା ପାଇଁ, ସେଇଥିପାଇଁ ପରକୀୟା ପ୍ରୀତି ରଖୁଥିଲେ ନା କି? ନା ପରକ୍ରିୟା ପ୍ରୀତି ଇଜ୍ ଡିଫରେଣ୍ଟ। ପରକ୍ରିୟା ପ୍ରୀତି ସିଏ କ'ଣ ଆସିକି ଦାଣ୍ଡରେ ପକେଇକିରି ହାଟରେ ଆସିକି ନିଲାମ କରୁଛନ୍ତି ପରକ୍ରିୟା ପ୍ରୀତି। ପରକ୍ରିୟା ପ୍ରୀତି ଏଠି ଗୋଟେ ଶୁଣନ୍ତୁ ମୁଁ ଆପଣଙ୍କୁ ଗୋଟେ ବଢ଼ିଆ କଥାଟା ଏଠି ଗୋଟେ ଛୋଟିଆ ଏକ୍ଜାମ୍ପଲଟେ ଦେଉଛି। ଆଜ୍ଞା ଆପଣଙ୍କର ଏଇ ଯେଉଁ ପରକ୍ରିୟା ପ୍ରୀତି ଯେତେବେଳେ ଯେଉଁ ଗୁଲୁଆ ଆଉ ବର୍ଷାଙ୍କର କଥା ଯେତେବେଳେ ଲୋକଲୋଚନକୁ ଆସିଲା ହଁ ଆପଣଙ୍କର ଜଣେ ଟିଭିର ସାମ୍ବାଦିକ ହଁ ପୁରା ଏମିତି ନାଚି କୁଦିକିରି ପୁରା ପୁରା ଆକ୍ସନ୍ କରିକିରି ଏମିତି ହେଲା ସେମିତି ହେଲା ପୁରା ମହାନଦୀ ପାଣି ଭାସିଗଲା ବୋଲି ଆସିକିରି ବିରାଟ ଚିଲେଇକିରି କହୁଥିଲେ। ମୁଁ ଦେଖୁଥିଲି ହଁ ମୋର ଯେଉଁ ମୋବାଇଲରେ ହଁ। ଦେଖୁଥିଲି। ମୁଁ ଟିକେ ଦେଖିକି ତାକୁ ଜୋର ଜୋର ହସୁଥିଲି। ପଚାରନ୍ତୁ କାହିଁକି? କାହିଁକି? ଠିକ୍ ଆଉ ଏଇ 6 ମାସ କି 7 ମାସ ଖଣ୍ଡେ ପୂର୍ବରୁ ଆଜ୍ଞା ସେଇ ସାମ୍ବାଦିକଙ୍କର ସ୍ତ୍ରୀ ଆଜ୍ଞା ମୋ ପାଖକୁ ଆସିଥିଲେ ତାଙ୍କ ନାଁରେ କେସ୍ କରିବେ ବୋଲି। କ'ଣ ପାଇଁ ନା ସିଏ ଆଉ ଜଣେ ତାଙ୍କର ସେ ଯେଉଁ ଟିଭିର ଜଣେ ମହିଳାଙ୍କ ସହିତ ତାଙ୍କର ଆଫେୟାର୍ସ ଅଛି ବୋଲି ଏବଂ ତାର ଏଭିଡେନ୍ସ ସହ ମୋତେ ଧରିକି ଆସିକି ମୋ ପାଖେ ପହଞ୍ଚିଥିଲେ। ଘରେ ଆଙ୍କ ମା ଆଉ ଆଙ୍କ ସ୍ତ୍ରୀ ବାଡ଼ିଆ ବାଡ଼ି ହେଲେ ଚୁଟି ଘୋଷରା ଘୋଷରି ହେଇକି ରାତି ସାରା ଯାଇକି ସେ ବାବୁ କାରରେ ଶୋଇଲେ। ତାପରେ ମୁଁ ଏଠୁ ତାଙ୍କୁ ଡାକିକିରି ମୋରି ଚାମ୍ବର ଭିତରେ ବସେଇକିରି ତାଙ୍କୁ ବୁଝାବୁଝି କରିକିରି ଏବେ ତାଙ୍କୁ ସବୁ ଛାଡ଼ିଛି ସେ ସାଙ୍ଗ ହେଇକିରି ଅଛନ୍ତି। ଅଛନ୍ତି। ତେଣୁ ଲୁଚିଛି ନା ଗୋଡ଼ ଜଡ଼ାକ ଦିଶୁଛି। ତେଣୁ ପରକ୍ରିୟା ପ୍ରୀତି ଯେଉଁଟା ଆପଣମାନେ କହୁଛନ୍ତି ସେଇଟା କେଉଁ ଆବାହମାନଙ୍କରୁ ଥିଲା ଆଜି ବି ଅଛି ଆଗକୁ ମଧ୍ୟ ରହିବ। କେହି ତାକୁ ବନ୍ଦ କରିପାରିବେ ସାର୍ ନା। ଗୋଟେ କଥା ଆମେ କହିଲେ। ସବୁବେଳେ ଚିନ୍ତା କରିବା ପରକ୍ରିୟା ପ୍ରୀତିଟା ହେଉଛି କ'ଣ ପାଇଁ। ଆପଣ ରୁଟ୍କୁ ସବୁବେଳେ ଯାଆନ୍ତୁ। ପରକ୍ରିୟା ପ୍ରୀତି ମନେକର ଗୋଟେ ପୁରୁଷଟେ ଯାଉଛି ଗୋଟେ ପରକ୍ରିୟା ପ୍ରୀତି କରିବା ପାଇଁ କାହା ପାଖକୁ ଯାଉଛି? ଗୋଟେ ମହିଳା ପାଖକୁ ତ ଯାଉଛି। ତା ସ୍ତ୍ରୀ କ'ଣ ମହିଳାଟା ନା ପୁରୁଷ? ହଁ ବାବୁ ସେଠି ସେ ଛାଡ଼ିକି ଆଉ ଜାଗାକୁ କାହିଁକି ଯାଉଛି? ସବୁବେଳେ ଚିନ୍ତା ସେଇଟା ମଧ୍ୟ କରିବା ଦରକାର। ଗୋଟେ ମଣିଷ ସବୁବେଳେ ଚାହେଁ ଯେ ମୋ ମାଇଣ୍ଡଟା ଟିକେ କୁଲ୍ ରହିବା ଦରକାର, ମୋତେ ଟିକେ ସ୍ନେହ ଦରକାର, ମୋତେ ଟିକେ ଆଫେକ୍ସନ୍ ଦରକାର। ଗୋଟେ ସ୍ତ୍ରୀ ଲୋକ ଆପଣ ଯେତେବେଳେ ମ୍ୟାରେଜ୍ ହେଉଛି ମ୍ୟାରେଜ୍ ସମୟରେ କ'ଣ ହେଉଛି? ମ୍ୟାରେଜ୍ ଆଗରୁ କ'ଣ ହେଉଥିଲା ନା ପରିବାର ଭିତରେ ମ୍ୟାରେଜ୍ ହେଉଥିଲା। ଏବେ ଆଉ ପରିବାର ଭିତରେ ମ୍ୟାରେଜ୍ ହେଉନି। ଏବେ ଗୋଟିଏ ଝିଅ ଗୋଟେ ପୁଅ ଭିତରେ ମ୍ୟାରେଜ୍ ହେଉଛି। ବାହାଘର ସରିବାର 4 ଦିନ ଯାଇକି 5 ଦିନ ଆମର ଯେଉଁ କୌଳିକ ପ୍ରଥା ଅନୁସାରେ ଚତୁର୍ଥୀ ପରଦିନ ସ୍ତ୍ରୀଟି କହୁଛି ଭୁବନେଶ୍ୱର ବେଗି ଚାଲ ନହେଲେ ତୁମେ ଯେଉଁଠି କାମ କରୁଛ ସେଇଠିକି ଚାଲ। ମୁଁ ଘରେ ଶାଶୁ ଶ୍ୱଶୁର ସହ ରହିପାରିବିନି। ଇଏ ନଣନ୍ଦ ଟେନସନ୍ ମୁଁ ନେଇପାରିବିନି। ସିଏ ମୁଁ ତାକୁ ରୋଷେଇ କରିକି ଏତେ ଲୋକଙ୍କୁ ଦେଇପାରିବିନି। ଏଇ ଯେଉଁ ଚିନ୍ତାଧାରା ସେମାନଙ୍କ ମନରେ ଯେଉଁ ଏକାଙ୍ଗ ଚକ୍ରବର୍ତ୍ତୀ ଚିନ୍ତାଧାରା ସେଇଟା ଗୋଟେ ପୁରୁଷକୁ କେଉଁଠି ନା କେଉଁଠି କଷ୍ଟ ଦେଉଛି। ଯେତେବେଳେ କଷ୍ଟ ଦେଉଛି ସେ ବାଧ୍ୟ ହେଉଛି ସେ ଯେଉଁ ଅଣନିଶ୍ୱାସୀ ହେଇପଡ଼ୁଛି ସେ ଘର ଭିତରେ। ଦିନ ସାରା ଖଟି ଖଟି ଆସୁଥିବ ଘରକୁ ଦିନ ସାରା ଆପଣ ଜାଣିଛନ୍ତି ଗୋଟେ ପୁରୁଷଟେ ଦିନଯାକ ମାନେ ପରିବାରର ବୋଝ ଉଠାଇବା ପାଇଁ ତାକୁ କେତେ ଯେ କଷ୍ଟ କରିବାକୁ ପଡ଼େ।
ଇଲେକ୍ଟ୍ରିକ୍ ବିଲ୍ ଠାରୁ ଆରମ୍ଭ କରିକି ପାଣି ବିଲ୍ ପର୍ଯ୍ୟନ୍ତ ଘର ଭଡ଼ାର ଘର ଓନରର ରଡ଼ି ଗର୍ଜନ ଆରମ୍ଭ କରି ସ୍କୁଲର ମ୍ୟାଡ଼ାମଙ୍କର ଟ୍ୟୁସନ୍ ଫିଠୁ ଆରମ୍ଭ କରି ସ୍କୁଲ ପିଲାର ପର୍ଯ୍ୟନ୍ତ ପ୍ରତି ଜାଗାରେ ଗୋଟେ ପୁରୁଷକୁ କେତେ ମେହନତ କରିବାକୁ ପଡ଼େ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଆପଣ ଜାଣିଛନ୍ତି, ମୁଁ ଜାଣିଛି ଏବଂ ପବ୍ଲିକ୍ ମଧ୍ୟ ଜାଣୁଛନ୍ତି। କିନ୍ତୁ ଆମେ କ'ଣ କରୁଛେ, ଆମେ ଯେହେତୁ ଗୋଟେ ଭାବି ଦେଇଛେ ଗୋଟେ ମହିଳା ଅବଳା ଆଉ ଦୁର୍ବଳା, ମହିଳାଟି ସାଇଲେଣ୍ଟ ହେଇକି ଘରେ କେଉଁଭଳି ଭାବରେ ସ୍ୱାମୀକୁ କୁନ୍ଦୁଛି ସେଇଟାକୁ ଆପଣମାନେ କାହା ଆଖିକୁ ଦେଖାଯାଉନାହିଁ। ଗୋଟେ ପୁରୁଷଟେ କେମିତି ଘର ଭିତରେ କଇଁ କଇଁ ହେଇ କାନ୍ଦୁଛି, ଲୁଚେଇ ଲୁଚେଇ କାନ୍ଦୁଛି, କାହାକୁ କିଛି କହିପାରୁନି, ବାପା ନାହିଁ ତା ପାଖରେ, ତା ମା ନାହିଁ ତା ପାଖରେ, ତା ପରିବାର ତା ପାଖରେ ନାହିଁ, ତାର ଭଉଣୀଟି କେତେ କଷ୍ଟ କରିଥିଲା ତାକୁ ଯେଉଁଟା ଖାଇବାକୁ ଦେଉଥିଲା ସେ ଚାକିରି କରିବା ପାଇଁ, ତା ପାଇଁ ମଧ୍ୟ ସେ ଟଙ୍କାଟେ ଖର୍ଚ୍ଚ କରିପାରୁନି, ସେ ଜିନିଷ ଆପଣଙ୍କୁ କାହାକୁ ଦେଖାଯାଉନି। ମୁଁ ଖାଲି କହିଦେଉଛି ବୋଲି ଲୋକମାନେ ମୋତେ ଶୋଚନ୍ତି ତୁ ଖାଲି ମହିଳା ବିରୋଧୀ। ମୁଁ ମହିଳା ବିରୋଧୀ ନୁହେଁ। ଆରେ ମୋ ପରିବାର, ମୋ ମା ଅଛି ଉପରେ ଚାଲନ୍ତୁ ଦେଖିବେ, ମୋ ମା କ'ଣ, ମୋ ମା ଜଣେ ମହିଳା, ମୁଁ ଗୋଟେ ମହିଳାଙ୍କଠୁ ଜନ୍ମ ହେଇଛି, ମୋର ଭଉଣୀ ଗୋଟେ ମହିଳା, ମୋ ଭଉଣୀ ମୋତେ ରାକ୍ଷୀ ବାନ୍ଧୁଛି। ଆପଣ ସବୁବେଳେ ସେଟାକୁ ଚିନ୍ତା କରିବା ଦରକାର। ମୁଁ ମହିଳା ବିରୋଧୀ ନୁହେଁ, ଯାହା ପ୍ରକୃତ ଘଟଣା ମୁଁ କହିବାକୁ ଚେଷ୍ଟା କରୁଛି। ଗୋଟେ ଜିନିଷକୁ ଚିନ୍ତା କରନ୍ତୁ, ଗୋଟେ ପୁରୁଷ ଯେତେବେଳେ ଘରେ ଶାନ୍ତି ପାଏନି, ଶାନ୍ତି କାହାକୁ ନେଇ, ଗୋଟେ ପରିବାର କାହାକୁ ନେଇକି, ଗୋଟେ ପୁରୁଷ ଯେତେବେଳେ ଘରକୁ ଫେରୁଛି ଦିନସାରା ଖଟି ଖଟି, ତା ମା ପାଖକୁ ଯଦି ମା ପାଖେ ଯାଇ ପଦେ କଥା ହେଇଯାଉଛି, ମାଇପ ସିଆଡ଼େ ରଡ଼ି କଲାଣି, ହାଇଁ ଆସୁ ଆସୁ ଯାଇକି ତା ସାଙ୍ଗେ ପଶିଗଲାଣି। ଆରେ ମୋ ମାଟା 10 ମାସ 10 ଦିନ ଗର୍ଭରେ ଧରି ମୋତେ ସେ ଜନ୍ମ କରିଛି, ଏଡ଼ୁଏଡ଼ଟେ କରିଛି, ମୋତେ କ୍ଷୀର ପିଇବାକୁ ଦେଇଛି, ମୋ ମା ପାଖକୁ ଟିକେ ବସିବାର ମୋର ଅଧିକାର ନାହିଁ? ମୋର ଦରମା, ମୁଁ ଯାହା ରୋଜଗାର କରୁଛି ତାର ସିଂହ ଭାଗ ହେଉଛି ମୋ ବାପା ମାଆଙ୍କର। ବାପା ମାଆଙ୍କ ସାଙ୍ଗେ କଥା କହିବାର ମୋର ଅଧିକାର ନାହିଁ? ଯଦି ଏଇଭଳି ଜିନିଷ ଘଟୁଛି ବୋଲି ଗୋଟେ ପୁରୁଷଟେ ସବୁବେଳେ ଚେଷ୍ଟା କରୁଛି ଯେ ମୁଁ ଆଉ କେଉଁଠି ମାନସିକ ଶାନ୍ତି ପାଇବି। ଘରେ ଯେ ଗୋଟେ ଆପଣ ଗରମ ଦିନେ ଘରେ ଆପଣ ବସିଛନ୍ତି, ଘରେ ମନେକର ଆପଣଙ୍କ ଏସିଟା ନାହିଁ କି ଘରେ ପ୍ରବଳ ଜୋରେ ଗରମ ହେଉଛି, ଆପଣ କ'ଣ କରୁଛନ୍ତି? କେଉଁ ଗଛ ମୂଳକୁ ମଧ୍ୟ ଆସିକି ବସି ପଡ଼ୁଛନ୍ତି, ତାହେଲେ ଗଛଟା କ'ଣ ଆପଣଙ୍କର ଘର? ଥରେ ଚିନ୍ତା କରିବା ଦରକାର, ଗୋଟେ ଲୋକଟା କାହିଁକି ଗଲା? 8 ବର୍ଷ ଧରି ଯଦି ଆପଣଙ୍କ କଥା ସତ୍ୟ ହୋଇଥାଏ, 8 ବର୍ଷ ଧରି ସେ ଆପଣଙ୍କୁ ଭଲ ପାଉଥିଲେ, ଆପଣଙ୍କୁ ବିବାହ ମଧ୍ୟ କଲେ, କାଲି ଜଣେ କିଏ ଗୋଟେ କହୁଥିଲେ ସେ କ'ଣ ଚାପରେ ପଡ଼ି ତାକୁ ବିବାହ କରିଛନ୍ତି, ମୁଁ ଜାଣିନି, ଯାହା ଯାହା ଶୁଣିବାକୁ ମିଳୁଛି। ପ୍ରତି ଜିନିଷ ଯଦି ମନେକର ମୋର ଯେଉଁଟା ଆପଣ ପ୍ରଥମରୁ କହିଲେ, ମୋର ଲାଷ୍ଟ ଷ୍ଟେଟମେଣ୍ଟ ଯଦି ମୁଁ କହିବି, ଯେଉଁଠି ସ୍ୱାମୀ ସ୍ତ୍ରୀଙ୍କ ଭିତରେ କୌଣସି ପ୍ରକାର ଭାବରେ ମ୍ୟାଚ୍ କରୁନି, ମାଇଣ୍ଡ ମ୍ୟାଚ୍ କରୁନି, ପ୍ରଥମେ ସେଦିନ ଦୁଇ ଜଣ ଯାକ ବସିକି ଆକୁ ସମାଧାନ କରିବା ଦରକାର, ହେଇପାରିବ କି ହେଇପାରିବ ନାହିଁ। ଯଦି ହେଇ ନ ପାରୁଛି ତାହେଲେ ତୁରନ୍ତ କୌଣସି ପ୍ରକାର ଏଇ ଯେଉଁ ଯେମିତି ବଲିଉଡ଼ ହଲିଉଡ଼ରେ ଏତେ ଡିଭୋର୍ସ ହେଉଛି, ଆପଣମାନେ ଜାଣିପାରୁଛନ୍ତି? ଏ ଡ୍ରାମାବାଜି ଖବର କିଛି ଶୁଣୁଛନ୍ତି? ଆପଣ ସିଧା ଯାଇକି 13B ମ୍ୟୁଚୁଆଲ୍ ଡାଇଭର୍ସରେ ଫାଇଲ୍ କରିଦେବେ, ଭାଇ କାଶିଆ ବାଟରେ କପିଳା ଏ ଡ୍ରାମାବାଜି, ଏ ଯେଉଁ ପ୍ରେସ୍ ମିଡ଼ିଆ ଏଗୁଡ଼ାକରୁ କ'ଣ ମିଳିବ ଆଜ୍ଞା? ସାର୍, ଏଇ ଷ୍ଟାର ମାନଙ୍କୁ ଅନୁରୋଧ କରିବେ କି ଆଗାମୀ ଦିନରେ ଯଦି କେଉଁ ଷ୍ଟାର କପଲ ମାନେ ଚାହୁଁଥିବେ ଡିଭୋର୍ସ କରିବାକୁ, ଏ ମିଡ଼ିଆକୁ ନ ଜଣେଇ ଆପୋଷ ସମାଧାନ କରିଦିଅନ୍ତୁ, ଆଉ ଏଇ ସମାଜକୁ ଗୋଟେ ଖରାପ ବାର୍ତ୍ତା ନ ଯାଉ। ନା ନିଶ୍ଚିତ ଭାବରେ ସମାଜକୁ ଖରାପ ବାର୍ତ୍ତା ଆକ୍ଚୁଆଲି ଯିବା କଥା ନୁହେଁ। ମିଡ଼ିଆକୁ କାହିଁକି ଯାଉଛନ୍ତି? ଆପଣମାନେ ହିଁ ପ୍ରଥମ ଦାୟୀ। ଆପଣମାନେ ନିଜର ଫାଇଦା ପାଇଁ ସେମାନଙ୍କୁ ସବୁ ବ୍ୟବହାର କରୁଛନ୍ତି, ସେଇଟା ହିଁ ସବୁଠୁ ବଡ଼ କଥା। ଆପଣମାନେ କହିବେ ନା ଏଇ ଜିନିଷ ଗୁଡ଼ାକ ଆମେ ବଜେଇବୁନି, ଆଜ୍ଞା ତାଙ୍କର ବଳେ ବାଜା ତାଙ୍କର ବନ୍ଦ ହେଇଯିବ। ଅନନେସେରୀ ସେମାନେ ସବୁ ଶୁଣନ୍ତୁ, ଷ୍ଟାର ଦମ୍ପତି ହୁଅନ୍ତୁ କି ଜେନେରାଲ ପବ୍ଲିକ ହେଉ, ସେମାନେ ଆସିକି ଗୋଟେ ଆପଣମାନଙ୍କୁ ସେମାନେ ସବୁ ବ୍ୟବହାର କରୁଛନ୍ତି, ଆପଣ ବୁଝିପାରୁନାହାନ୍ତି। ଆପଣ ବି ଖୁସି ସେଥିରେ, ହଁ ଜବର ଖୁସି, ଆମର ଟିଆରପି ନାଇଁ ପୁରା। ସାର୍, ଗୋଟେ କଥା ପଚାରିବି ଟିକେ। ଆପଣ ଯେମିତି କହିଲେ 2017ରେ ସୁପ୍ରିମକୋର୍ଟ ଲିଗାଲାଇଜ କରିଦେଲେ ମାନେ ପରକୀୟା ପ୍ରୀତି, କୌଣସି ଅଫେନ୍ସ ନୁହଁ। ହୁଁ। ତ ଏଇଟା ସମସ୍ତେ ଅଳ୍ପ ବହୁତ ଜାଣିଛନ୍ତି ହଁ। ଆଜିକାଲି ସୋସିଆଲ ମିଡ଼ିଆରେ। ତ ଜାଣିଲା ପରେ ସେମାନେ ଚୁପଚାପ ଯାଇକି ଡିଭୋର୍ସ ନ କରିକି ମିଡ଼ିଆ ହାଇଲାଇଟ୍ କରିକି ଏମିତି ରାସ୍ତାକୁ 1.5 ବର୍ଷ ପରେ କାହିଁ ସେ ବର୍ଷେ ସେ ବା ଆସିଲେ? ଡ୍ରାମା କରୁଛନ୍ତି, ଆପଣ ବୁଝିପାରିଲେନି କି? ଗୋଟେ ଲୋକ ଯେତେବେଳେ ମନେକର ସ୍ୱାମୀ ସ୍ତ୍ରୀ କଥା ଯଦି କହିବା, ଗୋଟେ ସ୍ତ୍ରୀଟେ ଯଦି ଗୋଟେ ସ୍ୱାମୀର ଉତ୍ଥାନକୁ ଦେଖିପାରିବ ନାହିଁ, ସମ୍ଭାଳି ପାରିବ ନାହିଁ, ତାକୁ କେମିତି କୌଣସି ପ୍ରକାର ଭାବରେ ସମାଜରେ ବଦନାମ କରିବ ତାକୁ ଚେଷ୍ଟା କରିବ, କୌଣସି ପ୍ରକାର ଭାବରେ ତାର ବିଜନେସଟା କେମିତି ବନ୍ଦ ହେଇଯିବ ତା ପାଇଁ ଯୋଜନାବଦ୍ଧ ଭାବରେ ଯୋଗାଡ଼ ଯନ୍ତ୍ର କରିବ, ତାକୁ କେମିତି କେତେ କଷ୍ଟ ଦେଲେ ସେ ମାନସିକ ଭାବରେ ଭାଙ୍ଗି ପଡ଼ିବ ତାକୁ ଯୋଜନାବଦ୍ଧ ଭାବରେ କରିବ। ଯଦି ଏସବୁ ଯୋଜନା ଜଣେ ଲୋକ କରିବ, ବିଚରା ପୁରୁଷ କ'ଣଟେ କରିବ? ପୁରୁଷଙ୍କ କଥା କିଛି ଶୁଣୁଛି ମୋତେ କହିଲେ? କିଏ ତାଙ୍କ ଦୁଃଖ ବୁଝିପାରୁଛି ମୋତେ କହିଲେ? ଗୋଟିଏ ଦେଖାନ୍ତୁ କେଉଁଠି କିଏ ଗୋଟେ ପୁରୁଷମାନଙ୍କର ଦୁଃଖ ବୁଝୁଛି? ଯଦି ପୁରୁଷମାନଙ୍କ ପାଇଁ ଦୁଃଖ ବୁଝିଥାନ୍ତେ ସରକାର, ଦେଖନ୍ତୁ ମନେକର ମହିଳା କମିଶନଟେ ହେଇଛି, ଚିନ୍ତା କରନ୍ତୁ ମହିଳା କମିଶନରେ କ'ଣ ହେଇଛି ନା, ଯେଉଁମାନେ ମହିଳାମାନେ ନିର୍ଯାତନା ପାଉଛନ୍ତି ସେଠି ଯାଇ କମ୍ପ୍ଲେନ୍ଟେ କରୁଛନ୍ତି, ଆମେ ଏଠି କାଉଣ୍ଟ ଡାଉନ୍ କରୁଛୁ ଏତିକି, ଏଇ ରାଜ୍ୟରେ ଏତିକି ଲୋକ ମହିଳାମାନେ ନିର୍ଯାତନା ପାଇଲେ। ଇଏ ସର୍ ନୋ। ଏ ଫ୍ୟାମିଲି ଆଣ୍ଡ ୱେଲଫେୟାର ଡିପାର୍ଟମେଣ୍ଟ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ତାଙ୍କ ୱେବସାଇଟ୍ ଥରେ ଯାଇକି ଦେଖିଛନ୍ତି? ଥରେ ଯାଇକି ଦେଖନ୍ତୁ, ସେଥିରେ କେବଳ ମହିଳା ଡୋମେଷ୍ଟିକ୍ ଭାয়োଲେନ୍ସଟା କ'ଣ କେବଳ ମହିଳାମାନଙ୍କ ଉପରେ କେତେଟା କ'ଣ ହେଉଛି ସେଠି ତାଙ୍କର ତା ଦେହରେ କାଉଣ୍ଟ ହେଉଛି, କିନ୍ତୁ ପୁରୁଷମାନଙ୍କ କଥା ସେ ତାଙ୍କ ୱେବସାଇଟ୍ରେ ମଧ୍ୟ ନାହିଁ। ହଁ, ଡୋମେଷ୍ଟିକ୍ ଭାয়োଲେନ୍ସ ଲଟା କଂଗ୍ରେସ ଗଭର୍ଣ୍ଣମେଣ୍ଟ ଆଣିଲା 2005 ମସିହାରେ, 2005ରେ। ସେତେବେଳେ ସେଠି ଲେଖା ହେଲା କେବଳ ଓମେନ୍ କ'ଣ ପାଇଁ?
ଡୋମେଷ୍ଟିକ୍ ମାନେ କ'ଣ କ'ଣ ମହିଳା କେବଳ ଗୋଟେ ଛାତ ତଳେ କେବଳ ମହିଳାମାନେ ରହୁଛନ୍ତି, ପୁରୁଷମାନେ ରହୁନାହାନ୍ତି? ଯଦି ଯେତେବେଳେ ପର୍ଯ୍ୟନ୍ତ ସରକାର, ଯେତେବେଳେ ପର୍ଯ୍ୟନ୍ତ ଜେନେରାଲ ପବ୍ଲିକ, ଯେତେବେଳେ ପର୍ଯ୍ୟନ୍ତ ଗଣମାଧ୍ୟମ ଏବଂ ପଲିଟିକାଲ ଲୋକ ବିଶେଷ କରି ସମସ୍ତେ ଚିନ୍ତା କରୁନାହାନ୍ତି ଯେ ଏଭଳି ଘଟଣା ଗୁଡ଼ାକ କାହିଁ ଘଟୁଛି, ପରିବାରରେ କ'ଣ ପାଇଁ ପୁରୁଷମାନେ ଆଜି କଲବଲ ହେଇକି ମରୁଛନ୍ତି। ଏନସିଆରବି ରିପୋର୍ଟଟାକୁ ଦେଖନ୍ତୁ। ଏନସିଆରବି ରିପୋର୍ଟ କ'ଣ କହୁଛି, ଯେତିକି ପରିବାର ଭିତରେ ପାରିବାରିକ ଅଶାନ୍ତିରେ ଯେତିକି ମହିଳାମାନେ ନିଜର ଜୀବନ ଦେଇ ଦେଉଛନ୍ତି, ତାର 2 ଗୁଣରୁ ଅଧିକା ପୁରୁଷମାନେ ଜୀବନ ଦେଉଛନ୍ତି। ଗୋଟେ ଝିଅ ସାଙ୍ଗରେ ଗୋଟେ ପୁଅ ସାଙ୍ଗ ହେଇକି ରହୁଛି, ସାଙ୍ଗ ହେଇକି ତାଙ୍କ ଭିତରେ କୌଣସି ପ୍ରକାର ଭିତରେ ଯଦି କୌଣସି ଗୋଟେ ପାଠିତୁଣ୍ଡ କ'ଣ ହେଇଗଲା, ଲିଭ୍ ଇନ୍ରେ ରହୁଛନ୍ତି କି ସାଙ୍ଗ ହେଇକିରି ରିଲେସନସିପ୍ରେ ରହୁଛନ୍ତି, ଝିଅ ଗଲା କହିଦେଲା ଆଜ୍ଞା ମୋତେ କ'ଣ ଗୋଟେ ପିଆଇ ଦେଲା, ମୋତେ ମୋ ସାଙ୍ଗେ ଶାରୀରିକ ସମ୍ପର୍କ ୱିଦାଉଟ୍ ମାଇ କନସେଣ୍ଟରେ ରଖିଦେଲା, ପୁଲିସ ସାଙ୍ଗେ ସାଙ୍ଗେ ତାକୁ ରେପ୍ କେସ୍ରେ ବାନ୍ଧିକି ଜେଲକୁ ପୁରେଇ ଦେଉଛି। ଆପଣ ଥରେ ଭାବନ୍ତୁ ପୁରୁଷମାନେ କେତେ ଦିନ ନିର୍ଯାତିତ। ଆଉ ଏଇ ଯେଉଁ ଗୁଲୁଆ ଏବଂ ଏଇ ଯେଉଁ ଘଟଣା ଉପରେ ମୁଁ କହିବି, ଯେଉଁମାନେ ବର୍ତ୍ତମାନ ଏଇଟା ଗୋଟେ ଘର ଘର କି କାହାଣୀ ହେଇଗଲାଣି, ପରିବାର ଗୁଡ଼ିକ ଭିତରେ ଅଶାନ୍ତିର ବାତାବରଣ କେବଳ ଯେଉଁଠି କଥାଟା ବହୁତ ଜୋରେ ବ୍ୟାପୁଛି, ଆପଣ ସେଠି କଥାଟା ଲୋକଲୋଚନକୁ ଆସୁଛି। ମୁଁ ଏଠି ଏତେ ବଡ଼ ବଡ଼ କଥା କହୁଛି, ଆଇ ଏମ୍ ଅଲସୋ ଇନ୍ ଡିପ୍ରେସନ୍। ମୁଁ କ'ଣ ଡିପ୍ରେସନରେ ନାହିଁ? ଆପଣମାନେ ଡିପ୍ରେସନରେ ନାହାନ୍ତି? ଆପଣମାନେ ଦେଖିକି ପଚାରନ୍ତୁ ନିଜକୁ ନିଜେ, ଯାଇ ଗୋଟେ ଏକୁଟିଆ ନିଜେ ଗୋଟେ ଠିଆ ହେଇକି ଗୋଟେ ଜାଗାରେ ଠିଆ ହେଇକି ନିଜକୁ ନିଜେ ପଚାରନ୍ତୁ, ଆପଣମାନେ ନିଜେ ଖୁସି ତ? ପରିବାର ଗୁଡ଼ିକରେ ବର୍ତ୍ତମାନ ଝାଡ଼ଝଞ୍ଝା, ସମସ୍ତଙ୍କ ପରିବାରରେ କିଛି ନା କିଛି ଗୋଟେ ଅଶାନ୍ତି କଷ୍ଟ ଭିତରେ ସମସ୍ତେ ଅଛନ୍ତି। ତେଣୁ ଗୋଟିଏ ଜିନିଷ ଆଗ ଆଇନର ସମାନତା ଆସିବା ଦରକାର। ଏବଂ ଆମେ ଯେଉଁ ଗୋଟେ ଗଣମାଧ୍ୟମ ଅନଇଚ୍ଛା ସମସ୍ତଙ୍କ ଗୋଟେ କିଏ ଗୋଟେ କ'ଣ କହିଦେଲା ଆମେ ତାକୁ ଦେଖେଇ ଦେଉଛେ, ଆମେ ମଧ୍ୟ ସେନ୍ସିଟିଭ୍ ହେବା ଦରକାର। କେଉଁଟା ମାନେ ସମାଜ ଉପରେ ବ୍ୟାଡ୍ ଇମ୍ପାକ୍ଟ ପକାଇବ, କେଉଁଟା ଗୁଡ୍ ଇମ୍ପାକ୍ଟ। ଆରେ ଭାଇ ତୁମର ଭିତରେ ଯଦି ମାଡ଼ିଆ ବାଡ଼ି କ'ଣ ହେଲା, ଏକ୍ସଟ୍ରା ମ୍ୟାରିଟାଲ ଆଫେୟାର୍ସ ରଖିଲା କି କ'ଣ ହେଲା, ହଉ ତୁମ ପରିବାର ବିବାଦ, ତୁମେ ଯାଇ କୋର୍ଟରେ କୁହ। ଆ ଦ୍ୱାରା କ'ଣ ହେଉଛି, ଲୋକମାନଙ୍କ ଭିତରେ ଗୋଟେ ନେଗେଟିଭ୍ ଗୋଟେ ବାତାବରଣ ସୃଷ୍ଟି ହେଉଛି। ପରିବାର ଗୁଡ଼ିକ ଭିତରେ ଲୋକମାନେ ଲୋକ ଆରେ ସିଏ ତ କହିଲାଣି ମୋର କ'ଣ ଅସୁବିଧା ଅଛି ମ। ଗାଁରେ ଯଦି ଶୁଣନ୍ତୁ, ଗାଁରେ ଯେତେବେଳେ ଗୋଟେ ଗୋଦର ଗୋଡ଼ିଆ ଥିବ, ମାନେ ଆଳୁ ଯେଉଁ ଫଳୁଥିବ, ଯେଉଁଟା କୁହାଯାଉଛି ଫାଇଲେରିଆ ରୋଗ ହେଇଥିବ, ସିଏ ଗୋଟେ ଗାମୁଛାରେ ଘୋଡ଼େଇକି ଦୁଆର ଉପରେ ବସିବ। ସିଏ ଯେତେବେଳେ ଦେଖିବ ଗାଁରେ ଆଉ 5 ଜଣଙ୍କ ଗୋଡ଼ରେ ଆଳୁ ଫଳିଲାଣି, ସେ ଗୋଟାକୁ ବୁଲେଇକିରି ପକାଇବ। ଆମେ ଯେତେବେଳେ କ୍ଲାସ୍ରେ ପାଠ ପଢ଼ୁଥିଲୁ, ମୁଁ ତ ଗୋଟେ ଗଧ, ମୁଁ ଏତେ ଭଲ ପଢ଼େନି, ଗଧ ଷ୍ଟୁଡେଣ୍ଟଟେ। ମୁଁ ଯେତେବେଳେ ମୋତେ କ୍ଲାସ୍ରେ ବେଞ୍ଚ ଉପରେ ଆମ ସାର୍ ଠିଆ କରନ୍ତି, ମୁଁ ପଛକୁ ଅନାଏ ଆଉ କିଏ ଅଛି ନା, ମୁଁ ଏକୁଟିଆ ଯେତେ ପର୍ଯ୍ୟନ୍ତ ଠିଆ ହେଇଥିବି ମୋତେ ଲାଜ ଲାଗିବ। ମୋ ଭଳିଆ ଯଦି ଆଉ 2-3ଟା ହେଇଗଲେଣି, ମୋତେ ଆଉ କାହିଁ ଲାଜ? ମୋତେ ଆଉ ଲାଜ ନାହିଁ। ମୁଁ ପୁରା ଖୁସି ହେଇକି ଭିଡ଼ି ମାଡ଼ି ହେଇକିରି କ'ଣ ମୁଁ ତ ଚୋର, ମୋ ସାଙ୍ଗେ ଆଉ 4ଟା ଚୋର ବି ଅଛନ୍ତି। ତେଣୁ ଆପଣମାନେ ଯେତେବେଳେ ଏଇ ଯେଉଁ ଜିନିଷଟାକୁ ଲୋକଲୋଚନକୁ ଆଣୁଛନ୍ତି, ଲୋକ ହାଇଲାଇଟ୍ ହେଉଛି, 2ଟା ପରିବାର ଯେଉଁଟା ଯୋଡ଼ି ହେବା ଜାଗାରେ ବେଶୀ ଭାଙ୍ଗି ଯାଉଛି। ଏବଂ ଦ୍ୱିତୀୟ ଜିନିଷ ହେଉଛି କ'ଣ ନା, ସାଧାରଣ ଲୋକମାନଙ୍କ ଉପରେ ଗୋଟେ ବ୍ୟାଡ୍ ଇମ୍ପାକ୍ଟ ସୃଷ୍ଟି କରୁଛି।